ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ମା ସୁଭଦ୍ରାଙ୍କ ଘୋଷଯାତ୍ରା ବର୍ଷକ ପ୍ରତୀକ୍ଷା ପରେ ଆଜି ମହିମଣ୍ଡଳରେ ବେଶ୍ ଭକ୍ତି ଉତ୍ସାହ ସହିତ ଭକ୍ତମାନେ ପାଳନ କରୁଥିବାକୁ ଦେଖିବାକୁ ମିଳିଛି। ଚାରିଆଡ଼େ ଜଗନ୍ନାଥଙ୍କ ନାମରେ ପ୍ରତିଧ୍ୱନି ହୋଇ ଚାଲିଅଛି। ତେବେ ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱରର କମିଟି ଶ୍ରୀ ଜଗନ୍ନାଥ କ୍ରିୟାନୁଷ୍ଠାନ ଆନୁକୂଲ୍ୟରେ 1970 ମସିହାଠାରୁ ଅଦ୍ୟାବଧି ରଥଯାତ୍ରା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଆସୁଅଛି। ଅତ୍ୟନ୍ତ ଦୁଃଖର ବିଷୟ ଏହିକି ଯେ ଯଦିଓ ଏହା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱରର ସର୍ବପୁରାତନ ଅନୁଷ୍ଠାନ, ତଥାପି ଏହା ଅବହେଳିତ ଅବସ୍ଥାରେ ରହି ଲୋକଲୋଚନକୁ ଠିକ୍ ଭାବରେ ଆସିପାରୁନାହିଁ। ଉପଯୁକ୍ତ ସମ୍ବଳ ଅଭାବରୁ ଆପାତତଃ ଏହା ଏକ ସ୍ଥାୟୀ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଏପର୍ଯ୍ୟନ୍ତ କମିଟି ସକ୍ଷମ ହୋଇପାରିନାହିଁ। କମିଟିର ଉପସଭାପତି ବିଭୂତିଭୂଷଣ ଦାସ, ସମ୍ପାଦକ ସନ୍ତୋଷ କୁମାର ନନ୍ଦୀ, ସହ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ ଏବଂ କୋଷାଧ୍ୟକ୍ଷ ରଞ୍ଜନ କୁମାର ରାଉଳଙ୍କ ନେତୃତ୍ୱରେ ଏ ବର୍ଷ ରଥଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଅଛି। ରଥଠାରୁ ବାହୁଡ଼ା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସୂଚନା ମଧ୍ୟ ରହିଅଛି। କମିଟିର ସଦସ୍ୟ ଅଞ୍ଜନ, ପୃଥ୍ୱୀରାଜ, ଜୟନ୍ତ, ବଳରାମ, କ୍ଷେତ୍ରମୋହନ, ନିମାଇ, ସୁଶାନ୍ତ, ପଞ୍ଚାନନ, ପବିତ୍ର, ଜମେଶ, ହରିପଦ ଆଦି ସମସ୍ତ କାର୍ଯ୍ୟକୁ ତୁଲାଇବାରେ ସାହାଯ୍ୟ କରିଥିଲେ।